କାର୍ଯ୍ୟନିତ ହେବା ଦରକାର କାରଣ ପଞ୍ଚାୟତ ଗୋଟେ ଅନଗ୍ରସର ପଞ୍ଚାୟତ ଆପଣମାନେ ଜାଣିଛନ୍ତି। ତ ପଞ୍ଚାୟତକୁ ଯେଉଁ ଲୋକମାନେ ଆସୁଥିଲେ ବାରମ୍ବାର ଅଭିଯୋଗ ଥିଲା ସରପଞ୍ଚ ପାଖରେ ଯେ ଆମର ବସିବା ପାଇଁ ସୁବିଧା ନାହିଁ, ପାଣିର ସୁବିଧା ନାହିଁ, ଘର ପରିତ୍ୟକ୍ତ ଅବସ୍ଥାରେ ପଡ଼ି ତାକୁ ଟିକେ ସୁଧାର ଆଣିବା ପାଇଁ ଏବଂ ଲାଟ୍ରିନ୍ର ସମସ୍ୟା ଥିଲା, ଏଥିରେ ପିଇବା ପାଣିର ସମସ୍ୟା ଥିଲା, ଥଣ୍ଡା କୁଲିଂ ୱାଟର ସମସ୍ୟା ବି ସେମାନେ ବାରମ୍ବାର ଅଭିଯୋଗ କରିଛନ୍ତି ଏବଂ ସମ୍ମୁଖ ଭାଗରେ ଯେଉଁ କାଦୁଅ ସମସ୍ୟା ଥିଲା ସେଠି ଲୋକ ଫାୟାର ଏକ୍ସଟିଙ୍ଗୁଇସର ସମ୍ପର୍କୀୟ ହେଉ ପଞ୍ଚାୟତକୁ କୌଣସି କାର୍ଯ୍ୟରେ ଆସୁଥିଲେ ସେ ଯେଉଁ ସମ୍ମୁଖୀନ ହେଉଥିଲେ ଗାଡ଼ିଟି ରଖିବା ପାଇଁ ଅସୁବିଧା ହେଉଥିଲା, ଛିଡ଼ା ପାଇଁ ଅସୁବିଧା ହେଉଥିଲା, ତାକୁ କେମିତି ଗୋଟେ ସୁନ୍ଦର ଭାବରେ ବ୍ୟବସ୍ଥା କରିବା ପାଇଁ ସେମାନେ ଅଭିଯୋଗ କରିଥିଲେ ଯେ ସୁନ୍ଦର ଛୋଟିଆ ପାର୍କଟେ କରିକି ତାକୁ ବସିବା ପାଇଁ ସୁବିଧା କରାଯାଉ ଏବଂ ଆମ ପାଇଁ କଂକ୍ରିଟ ଚେୟାର ପକାଇକି ଯେଉଁ ସମସ୍ୟା ଅଛି ତାକୁ ଦୂର କରିବା ପାଇଁ ଏବଂ ଆମ ସୁବିଧା ପାଇଁ ଯେଉଁ ନିହାତି ଆମର ଯେଉଁ ଆବଶ୍ୟକତା ଅଛି ତାକୁ କରନ୍ତୁ। ତେଣୁ ସରପଞ୍ଚ ମହୋଦୟ ଗୋଟିଏ ଧୀରେ ଧୀରେ ଏଇଠି 3 ମାସ ଭିତରେ ପିଇବା ପାଣିର ସମସ୍ୟା ଦୂର କରିବା ସହିତ ପିଇବା ପାଣି ଥଣ୍ଡା ପିଇବା ପାଣିର ଯେଉଁ ସମସ୍ୟା ତାକୁ ଫିଚର ୱାଟର ଫିଚର ଲଗାଇଲେ ଏବଂ ଲାଟ୍ରିନ୍କୁ ଅତି ସୁନ୍ଦର ଭାବରେ ବ୍ୟବସ୍ଥା କରିଛନ୍ତି ପବ୍ଲିକ ଲାଟ୍ରିନ୍ଟାକୁ ପବ୍ଲିକ ଲାଟ୍ରିନ୍ ଯିବା ପାଇଁ ସ୍ୱତନ୍ତ୍ର ରାସ୍ତା ଗୋଟେ କରାଯାଇଛି ଆମର ପଞ୍ଚାୟତ ଅଫିସ ପଛପଟରେ ଏବଂ ଆମର ଇଲେକ୍ଟ୍ରିକ୍ ସମସ୍ୟା ଯେଉଁ ଥିଲା ଇଲେକ୍ଟ୍ରିକ୍ ସମସ୍ୟାର ଦୂର କରିବା ପାଇଁ ଇଲେକ୍ଟ୍ରିକ୍ ଗଲା ପରେ ଅନ୍ଧାର ହେଉଥିଲା ତାକୁ ସମସ୍ୟା ଦୂର କରିବା ପାଇଁ ଇନଭର୍ଟର ବ୍ୟବସ୍ଥା କଲେ ଏବଂ ପଞ୍ଚାୟତ ଅଫିସରେ ଏସିର ବ୍ୟବସ୍ଥା କରାଯାଇଛି ପ୍ରତ୍ୟେକ ରୁମ୍ରେ ମିଟିଂ ହଲ୍ ଏବଂ କାର୍ଯ୍ୟାଳୟ ଏବଂ ସରପଞ୍ଚଙ୍କର କକ୍ଷ ଏବଂ ଆମର ଅଭିଯୋଗ ପ୍ରକୋଷ୍ଠ ବିଶେଷ କରିକି ଯେଉଁ ଅଭିଯୋଗ ପ୍ରକୋଷ୍ଠ ଥିଲା ଆମେ ବାରମ୍ବାର ଲୋକମାନେ ବ୍ଲକକୁ ଯାଉଥିଲେ ବ୍ଲକକୁ ଆମ ପଞ୍ଚାୟତ ପ୍ରାୟ ଏଇ 5 ବର୍ଷ ହେଲା ବ୍ଲକକୁ ସୀମିତ ଲୋକ ଯାଉଛନ୍ତି ଯେଉଁଟାକି ଆମର ଅତି ସମସ୍ୟା ନହେଲେ ବ୍ଲକକୁ ଯାଉନାହାନ୍ତି ଲୋକମାନେ। ଏଇ ପଞ୍ଚାୟତରେ ଆମେ ପ୍ରତି ଗୁରୁବାରରେ ଆମେ ତାଙ୍କର ମାସର ଶେଷ ଗୁରୁବାରରେ ତାଙ୍କ ସମସ୍ୟାକୁ ବିଚାର କରାଯାଉଛି ଏବଂ ବିଶେଷ କରି ସରପଞ୍ଚ ପ୍ରତି ଥର ଲୋକଙ୍କ ଘର ପାଖକୁ ଯାଇକି ଲୋକଙ୍କ ସମସ୍ୟା ବୁଝିବା ସହିତ ପଞ୍ଚାୟତକୁ ଡାକୁଛନ୍ତି ଯେ ଆସନ୍ତୁ ଆପଣଙ୍କ ସମସ୍ୟା ମୁଁ ବୁଝିବି। ପଞ୍ଚାୟତକୁ ପଶିଲା ବେଳକୁ ଏତେ ଅଯନ୍ତ୍ରା ହେଇଥିଲା ଯେ ସଫାସୁତୁରା ନଥିଲା। ଏବେ ନୂଆ ସରପଞ୍ଚ ଆସି ପଞ୍ଚାୟତର ଏତେ ଉନ୍ନତି କରିଛନ୍ତି ସବୁ କଥା ହେଉଛି ଲାଟ୍ରିନ୍ ଆଉ ଘରେ ହେଉଛି ଚେୟାର ଅଫିସର ଏସି ଫ୍ୟାନ୍ ସବୁ କଥା ହେଉଛି ସୁବିଧା କରିଦେଇଛନ୍ତି। ଆଉ ଆଗରୁ ଏତେ ସୁବିଧା ନଥିଲା ଏବେ ଆଗର ହେଉଛି ପାର୍କ ଭଳି ପୁରା କରିଦେଇଛନ୍ତି। ଆଗରୁ ତ ଏତେ ଇଏ ନଥିଲା ଅଯନ୍ତ୍ରା ହେଇକି ପଡ଼ିଥିଲା ଏତେ ବହୁତ ସୁବିଧା କରିଦେଇଛନ୍ତି। ୱାର୍ଡ ମେମ୍ବର ମାନେ ଆସିଲା ବେଳେ ମିଟିଂରେ ବସିଲା ବେଳେ ଅସୁବିଧା ହୁଏ ଆମର ଏସି ଲଗା ହେଇଛି ପିଇବା ପାଇଁ ଲୋକଙ୍କ ପାଇଁ ସୁବିଧା କରାହେଇଛି ଆଉ ସୋଲାର ଲାଇଟ୍ ବି ଆମର କରାହେଇଛି ଲୋକଙ୍କର ଆଉ ଅସୁବିଧା କିଛି ନାହିଁ। ଆମେ ଆସିଲା ପରେ ବ୍ୟବସ୍ଥା ଲୋକଙ୍କ ପାଇଁ କରାହେଇଛି ବାହାରେ ବି ପାର୍କ ସିଷ୍ଟମ ହେଇଛି ଲୋକ ବି ଘର ଭିତରେ ଧର କାମ ଅଛି ଲୋକ କାମ ସରିଲା ପରେ ବାହାରେ ବି ଯାଇକି ବସିକି ଯିବା ପାଇଁ ବି ସୁବିଧା କରାହେଇଛି ସବୁ ପ୍ରକାର ସୁବିଧା ଆମ ପଞ୍ଚାୟତରେ ହେଇସାରିଛି। ସୌନ୍ଦର୍ଯ୍ୟ ଆମର କରା ଚାଲିଛି ଆହୁରି ବି ଆମେ ଆଗକୁ ଭଲ ଲୋକଙ୍କ ପାଇଁ ଆମେ କାମ କରିବୁ ଆଗକୁ ଆମେ ଆଦର୍ଶ ପଞ୍ଚାୟତ ଭାବେ ଲୋକଙ୍କ ପାଇଁ ଆମେ ଗଢ଼ି ତୋଳିବୁ। କହିତେ ଗଲେ ଘର ଆଉ ଯେଉଁ ପଞ୍ଚାୟତ କହିତେ ଗଲେ ଗୁହାଳ ଭଳିଆ ବ୍ୟବହାର କରୁଥିଲେ ଆଗରୁ ଆମର ଏଇ ପଞ୍ଚାୟତ ଦେଖୁଛନ୍ତି ଆପଣ ଆଗନ୍ତା ବର୍ଷରୁ ଏ ବର୍ଷ ବି ନୂଆ ସରପଞ୍ଚ ଆମର ନୂଆ କରି ଘର ବି ଭଲ ଭାବରେ ବନେଇଛନ୍ତି ଆଉ ପଞ୍ଚାୟତ ବଢ଼ିଆ ସୁନ୍ଦର ବି ହେଇଛି ସୁନ୍ଦରତା ବି ଆଣିଛନ୍ତି ଲୋକଙ୍କର ପାଣି ସେବା ମାନେ ଥଣ୍ଡା ପାଣି ବି ଆମର ଏଠି ନୂଆ ସରପଞ୍ଚ ବି ଲଗେଇଛନ୍ତି ଆମର ସବୁ ସୁବିଧା ରହିଛି ନୂଆ ତାପରେ ଚେୟାରି କତରୁ ବି ଅଭିଯୋଗ ବି ଶୁଣୁଛନ୍ତି ସମିତିଙ୍କ କାମ ଦାମ ସବୁ ମାନେ ନିଜେ କଷ୍ଟ କରିକି କରୁଛନ୍ତି ସହର ନୂଆ ପଞ୍ଚାୟତ ବି ବହୁତ ସୁନ୍ଦର ଭାବରେ ଗଢ଼ିଛନ୍ତି। ପଞ୍ଚାୟତକୁ ଆମେ ଆସିଲେ ଆମର ପ୍ରଥମେ ଲାଟ୍ରିନ୍ ସୁବିଧା କରିଛନ୍ତି ନୂଆ ସରପଞ୍ଚ ନୂଆ କରି ଆମ ସବୁ କଥା ବି ଗଢ଼ିଛନ୍ତି। ଏବେ ପିଇବା ପାଇଁ ପାନୀୟ ଜଳର ସୁବିଧା ବି କରିଛନ୍ତି ବସିବା ପାଇଁ ଚେୟାର ମଧ୍ୟ ଦେଇଛନ୍ତି ଆଗରୁ ବସିବା ପାଇଁ ବହୁତ ହଇରାଣ ଆମେ ହେଉଥିଲୁ ଏବେ ବସିବା ପାଇଁ ନୂଆ ଚେୟାର ଗୁଡ଼ିକ ମଧ୍ୟ ସଜାଇଛନ୍ତି ଆଉ ଘର ଗୁଡ଼ିକ ନୂଆ ଭାବରେ ସଜାସଜି କରିଛନ୍ତି ବି ଆସିଲେ ଆମେ ଲାଟ୍ରିନ୍ ପାଇଁ ଯିବା ପାଇଁ ବହୁତ ଅସୁବିଧା ହେଉଥିଲା ଏବେ ନୂଆ ଲାଟ୍ରିନ୍ ମଧ୍ୟ ତିଆରି କରିଛନ୍ତି ଆମକୁ ଏବେ ବହୁତ ଭଲ ଲାଗୁଛି। ପାଇଁ ଅଭିଯୋଗ କରିବା ପାଇଁ ଆସୁଥିଲେ ସେମାନଙ୍କ ପାଇଁ ମଧ୍ୟ ନୂଆ ବ୍ୟବସ୍ଥା କରିଛନ୍ତି ସେମାନେ ବି ଆସିକି ଖୁସିରେ ଯାଉଛନ୍ତି। ଭତ୍ତାଟେ ପାଇଁ ବି ଆଗରୁ ବହୁତ ହଇରାଣ ଲୋକମାନେ ହେଉଥିଲେ ଏବେ ମଧ୍ୟ ଭତ୍ତା ପାଇଁ କୌଣସି ଅସୁବିଧା ତାଙ୍କୁ କରାଯାଉନାହିଁ।